ପିତା ଈଶ୍ୱରଙ୍କୁ ଯୀଶୁଙ୍କ ଦ୍ୱାରା ମୁଁ ଧନ୍ୟବାଦ ଜ୍ଞାପନ କରେ। ପ୍ରଭୁ ସୁନ୍ଦର ସୁଯୋଗ ଦେଇଅଛନ୍ତି ଯେପରି ଆମ୍ଭେମାନେ ତାଙ୍କର ବାକ୍ୟରୁ ଶିକ୍ଷା ଲାଭ କରୁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ହୃଦୟ ତଳୁ ଧନ୍ୟବାଦ ଜ୍ଞାପନ କରେ। ପ୍ରଭୁ ଆମ୍ଭମାନଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ ପ୍ରଦାନ କରନ୍ତୁ। ଆଜି ଆମେ ବିଶେଷ କରି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଘଟିଥିବା କିଛି ସମସ୍ୟା ଜନିତ ଘଟଣାକୁ ଆଲୋଚନା କରିବା। ଅନେକ ଘଟଣା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟ ମଧ୍ୟରେ ଘଟି ଯାଇଅଛି। ବିଶେଷ କରି 5ଟି ମୁଖ୍ୟ ଘଟଣାକୁ ଆମେ ବାକ୍ୟରୁ ଆଲୋଚନା କରିବାକୁ ଯିବା। ଆମେ ଜାଣୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉପଲକ୍ଷେ ଅନେକ ଆନନ୍ଦ ଅନେକଙ୍କ ମଧ୍ୟରେ ପ୍ରବାହିତ ହୋଇଥିଲା, କିନ୍ତୁ ସମସ୍ୟା ଜନିତ ଘଟଣା ମଧ୍ୟ ଘଟିଥିଲା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ। ସେ ବିଷୟକୁ ଆଜି ଆମେ ଖନନ କରି ବାହାର କରି ଶିକ୍ଷା ଲାଭ କରିବା। ପ୍ରଥମ ବିଷୟ ହେଉଛି ଯେ ରୋମିଓ ମାନଙ୍କର ଜନଗଣନା ଏବଂ ଅତ୍ୟାଚାର। ଲୁକ ପୁସ୍ତକ ତାର 2 ପର୍ବର ତାର 1ରୁ 5 ପଦକୁ ଯଦି ଆମେ ଅଧ୍ୟୟନ କରୁ, ତେବେ ସେଠାରେ ଲେଖା ଅଛି, ତାର 1 ପଦରେ ଲେଖା ଅଛି, ସେ ସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କ ଠାରୁ ଆଜ୍ଞା ଘୋଷଣା କରାଗଲା। ସୁରିଆର ଶାସନକର୍ତ୍ତା କ୍ୱିରିନିୟଙ୍କର ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା। ସେଥିରେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ ଏବଂ ଆମେ ଜାଣୁଛୁ ଯୋସେଫ ଏବଂ ମରିୟମ ମଧ୍ୟ ସେମାନେ ନାମ ଲେଖାଇବା ପାଇଁ ଗଲେ। କାଇସର ଅଗଷ୍ଟଙ୍କ ଅଧୀନରେ ଥିବା ରୋମାନ ସାମ୍ରାଜ୍ୟ ଜିହୁଦୀ ଲୋକମାନେ ଏମାନେ ଜନଗଣନା ହେତୁରୁ ସେମାନେ ନିଜ ସ୍ଥାନକୁ ତ୍ୟାଗି ସେମାନେ ଯାଉଅଛନ୍ତି ସହରକୁ ନାମ ଲେଖିବା ପାଇଁ। ଆମେ ଜାଣୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ସେ ରୋମିଓ ମାନଙ୍କ ଶାସନକର୍ତ୍ତାମାନଙ୍କ ଅଧୀନରେ ଶାସକ କାଳରେ ଜନ୍ମଗ୍ରହଣ କରିଥିଲେ ଏବଂ ଏଇ ଯେଉଁ ଜିହୁଦୀ ମାନଙ୍କର ଶାସନକର୍ତ୍ତା ସିଜର ଅଗଷ୍ଟସ୍ ଆଉ ନାମ ଲେଖାଇବା ପାଇଁ ଯେଉଁ ଘୋଷଣା ପ୍ରଥମ ଥର କଲେ, ଏମାନେ ସ୍ୱଗୃହ ତ୍ୟାଗ କରି ଅନ୍ୟ ସହରକୁ ଯାଉଅଛନ୍ତି। ତ ଏଇଠାରୁ ଆମେ ଦେଖିବାକୁ ପାରୁଅଛୁ ଯେ ଏଇ ଘଟଣା ରୋମିଓ ସାମ୍ରାଜ୍ୟର ଅତ୍ୟାଚାରର ଏକ ପ୍ରକୃତିକୁ ବୁଝାଏ। ଏହି ଘଟଣା ଜିହୁଦୀ ଲୋକମାନେ ସମ୍ମୁଖୀନ ହୋଇ ସେ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଉ ଏଇଭଳି ଅସୁବିଧା କଷ୍ଟ ସମସ୍ୟାର ସମ୍ମୁଖୀନ ଜିହୁଦୀମାନେ ରୋମିଓ ମାନଙ୍କ ଦ୍ୱାରା ହୋଇଥିଲେ, ଯେଉଁଥିରେ କି ମରିୟମ ଏବଂ ଯୋସେଫ ସେ ସମସ୍ୟାରେ ଇନଭଲ୍ଭ ହୋଇଥିଲେ। ଏଇଭଳି ଏକ ପ୍ରେଗନେନ୍ସି କଣ୍ଡିସନରେ, ଏଇଭଳି ଏକ ଅପରେସନର ସମସ୍ୟାକୁ ଅନୁଭବ କରୁଅଛନ୍ତି ଯୋସେଫ ଏବଂ ମେରୀ ଏବଂ ଅନ୍ୟାନ୍ୟ ଜିହୁଦୀୟ ଲୋକମାନେ। ଏହାକୁ ଅତ୍ୟାଚାର ପ୍ରକୃତି ଏବଂ ଅସୁବିଧା ବୋଲି ଆଲୋକିତ ହୋଇଥାଏ ବା ଆଲୋଚନା ହୋଇଥାଏ। ଦ୍ୱିତୀୟ ବିଷୟ ହେଉଛି ଆତିଥ୍ୟ ଏବଂ ଆବାସର ଅଭାବ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଆତିଥ୍ୟ ସତ୍କାର ଏବଂ ଆବାସ ଏକମେଡେସନର ଅଭାବ ହୋଇଥିଲା। ଏହା ଗୋଟିଏ ବଡ଼ ଧରଣର ସମସ୍ୟା ଥିଲା ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ। ଆମେ ଲୁକ ପୁସ୍ତକ ତାର 2 ପର୍ବର 6 ଏବଂ 7 ପଦକୁ ଯଦି ଆମେ ଦେଖିବା, ସେମାନେ ସେହି ସ୍ଥାନରେ ଥିବା ସମୟରେ ତାହାଙ୍କ ପ୍ରସବ କାଳ ଉପସ୍ଥିତ ହେଲା। ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ
ତାହାଙ୍କୁ ଲୁଗାରେ ଘୋଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା। ବସା ଘରେ ସେମାନଙ୍କ ପାଇଁ ସ୍ଥାନ ନଥିଲା ବୋଲି ଉଲ୍ଲେଖ କରାଯାଇଅଛି। ତାମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ମରିୟମଙ୍କ ପାଇଁ ଏବଂ ଯୋସେଫଙ୍କ ପାଇଁ ବସା ଘରେ ସ୍ଥାନ ନଥିଲା। ମାନେ କେତେ ଅସୁବିଧା। ଗୋଟେ ଗେଷ୍ଟ ରୁମ୍ ସେମାନଙ୍କ ପାଇଁ ନଥିଲା। ଜନଗଣନା ହେତୁରୁ ସମସ୍ତେ ଗେଷ୍ଟ ରୁମ୍ରେ ଭର୍ତ୍ତି ହୋଇଯାଇଥିଲେ। ଆଉ ଏହିପରି କାଠିନ୍ୟ ଅବସ୍ଥାରେ ପ୍ରେଗନେନ୍ସି କଣ୍ଡିସନରେ ମରିୟମଙ୍କ ପାଇଁ ଯୋସେଫଙ୍କ ପାଇଁ କୌଣସି ସୁବିଧା ସୁଯୋଗ ବା ବ୍ୟବସ୍ଥା ବା କୌଣସି ଗେଷ୍ଟ ରୁମ୍ ଖାଲି ନଥିଲା। ତେଣୁ ଯୀଶୁଖ୍ରୀଷ୍ଟ ସେ ଗୁହାଳ କୁଣ୍ଡରେ ଜନ୍ମଗ୍ରହଣ କରିଥିଲେ। ଗୋଟେ ଗୋଶାଳାରେ ସେ ଜନ୍ମଗ୍ରହଣ କରିଥିଲେ। କୌଣସି ଆତିଥ୍ୟ ସତ୍କାର ନଥିଲା। କୌଣସି ଗୃହ କିମ୍ବା ଏକମେଣ୍ଡେସନର ସୁବିଧା ନଥିଲା। ଆବାସର ସୁବିଧା ନଥିଲା। ଏହିପରି କ୍ରିଟିକାଲ ଅବସ୍ଥାରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଅଛନ୍ତି। ମରିୟମ ଏବଂ ଯୋସେଫ ନିଜ ସ୍ୱସ୍ଥାନ ନିଜ ସ୍ୱଗୃହ ଛାଡ଼ି ନାମ ଲେଖାଇବା ପାଇଁ ଗଲେ ପ୍ରେଗନେନ୍ସି ଥିବା କଣ୍ଡିସନରେ। ଆଉ ସେଇଠାରେ ସେମାନଙ୍କ ପାଇଁ କୌଣସି ବସା ଘର ନଥିଲା। କୌଣସି ଆତିଥ୍ୟ ସତ୍କାର ସୁବିଧା ନଥିଲା। ଏତେ କଷ୍ଟ ଏତେ ବିପର୍ଯ୍ୟୟର ସମସ୍ୟା ସେମାନେ ଅନୁଭବ କଲେ। ଆଉ ଆମେ ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ସେ ଜନ୍ମଗ୍ରହଣ କରୁଅଛନ୍ତି। ଲୁଗାରେ ଘୋଡ଼ାଇ ଗୁହାଳ କୁଣ୍ଡରେ ଶୁଆଇଲେ ବୋଲି ଲେଖା ଅଛି। ଗୁହାଳ କୁଣ୍ଡରେ ଶୁଆଇଲେ, କାରଣ କୌଣସି ସୁବିଧା ହିଁ ନଥିଲା। ତେଣୁ ଗୁହାଳ କୁଣ୍ଡରେ ଯୀଶୁଖ୍ରୀଷ୍ଟଙ୍କୁ ଶୁଆଇଲେ। ଏହା ଥିଲା ଦ୍ୱିତୀୟ ସମସ୍ୟା। ତୃତୀୟ ସମସ୍ୟାକୁ ଆମେ ଦେଖିବା, ତାହା ହେଉଛି ରାଜା ହେରୋଦଙ୍କ ଠାରୁ ବିପଦ। ରାଜା ହେରୋଦଙ୍କ ଠାରୁ ବିପଦ, ଦ ଡେଞ୍ଜର ଫ୍ରମ୍ କିଙ୍ଗ ହେରୋଦ। ଆମେ ଜାଣୁ ହେରୋଦ ରାଜା ତାଙ୍କ ସମୟରେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ ଏବଂ ହେରୋଦ ରାଜା ଯେତେବେଳେ ଏହି ସମ୍ବାଦକୁ ଶୁଣୁଅଛନ୍ତି, ତେବେ ତାଙ୍କ ଠାରୁ କେଉଁ ପ୍ରତିକ୍ରିୟା ଜାତ ହେଉଛି ସେହି ବିଷୟକୁ ଆଜି ଆମେ ଦେଖିବାକୁ ଯିବା। ଆମେ ଜାଣୁ ହେରୋଦୀୟମାନଙ୍କ ଯିହୁଦୀର ରାଜା ଥିଲେ ଯୀଶୁଙ୍କ ସମୟରେ। ସେ ଗୋଟିଏ ଶଠ ନିଷ୍ଠୁର ଏବଂ ଦୁରାନ୍ଦର ବ୍ୟକ୍ତି ଥିଲେ। ଆମେ ଦେଖିବା ତାଙ୍କ ବିଷୟରେ ମାଥ୍ୟୁ ଲିଖିତ ସୁସମାଚାର ତାର 2:1-12 ପଦ ପର୍ଯ୍ୟନ୍ତ ଯଦି ଆମେ ଅଧ୍ୟୟନ କରୁ, ତେବେ ହେରୋଦଙ୍କର ବିଷୟରେ ଉଲ୍ଲେଖ କରାଯାଇଅଛି ଯେ ହେରୋଦ ସେ ଯିହୁଦା ପ୍ରଦେଶରେ ଥିବା ପ୍ରତ୍ୟେକଟି ଶିଶୁମାନଙ୍କୁ ଖୋଜିଲେ ହତ୍ୟା କରିବା ପାଇଁ। ବିଶେଷ କରି ସେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଅନ୍ୱେଷଣ କଲେ। ସେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଅନ୍ୱେଷଣ କରୁଅଛନ୍ତି, କାରଣ ଯୀଶୁ ତାଙ୍କ ଶକ୍ତି ପ୍ରତି ବିପଦ ଭାବରେ ଦେଖାଯାଇଥିଲେ। ସେଥିପାଇଁ ହେରୋଦଙ୍କ ମନରେ ଏକ ମନ୍ଦ ଚିନ୍ତା ଯେ ମୁଁ ରାଜା ଥାଉ ଥାଉ ଅନ୍ୟ ଜଣ କି ରାଜା ହେବେ ଆଉ ମୋହର ଶକ୍ତି ଉପରେ ଅଧିକାର କରିବେ। ଏହି ଚିନ୍ତାକୁ ଜାତ କରି ହେରୋଦ ଯୀଶୁଙ୍କୁ ମାରିବା ପାଇଁ ଚେଷ୍ଟା କଲେ। ଆଉ ଅନେକ କହନ୍ତି ହେରୋଦ ନିଜର ପୋଜିସନ୍ ପାଇଁ, ନିଜର ସିଂହାସନ ପାଇଁ ତାଙ୍କର ଭାଇମାନଙ୍କୁ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲା ବୋଲି। ଏବଂ ଆମେ ଜାଣୁ ଯେ ହେରୋଦ ସେ କେବଳ ହତ୍ୟା ଯୀଶୁଙ୍କୁ କରିବା ପାଇଁ ପ୍ରଚେଷ୍ଟା କରିନଥିଲା, କିନ୍ତୁ ଶୟତାନ ମଧ୍ୟ ହେରୋଦଙ୍କୁ ବ୍ୟବହାର କରିଥିଲା, ଯଦ୍ୱାରା ହେରୋଦଙ୍କ ଦ୍ୱାରା ଯୀଶୁଙ୍କୁ ହତ୍ୟା କରାଯାଉ। ଏହା ଶୟତାନର ପ୍ରଚେଷ୍ଟା ଥିଲା। ତେବେ ଏହି ଯେଉଁ ଘଟଣା, ଯୀଶୁ ଏବଂ ତାଙ୍କ ପରିବାର ସମ୍ମୁଖୀନ ହେଉଥିବା ବିପଦ,
ଏହା ନିର୍ଯାତନାକୁ ବୁଝାଇଥାଏ। ମରିୟମ, ଜୋସେଫ ଏବଂ ଯୀଶୁଖ୍ରୀଷ୍ଟ ଏ ଯେଉଁ ହେରୋଦଙ୍କର ଆକ୍ରମଣ ଦ୍ୱାରା ଯେତେବେଳେ ସମ୍ମୁଖାବର୍ତ୍ତୀ ହେଲେ, ଏହି ଘଟଣାକୁ ବିପଦ ଏବଂ ନିର୍ଯାତନା ବୋଲି କୁହାଯାଇଥାଏ, ଯାହା ହେରୋଦ ନିଜେ ବିପଦ ସୃଷ୍ଟି କରୁଅଛନ୍ତି ଯୀଶୁଙ୍କ ଜନ୍ମ ସମୟରେ। ଚତୁର୍ଥ ବିଷୟ ଆମେ ଦେଖିବା ନିର୍ଦ୍ଦୋଷର ହତ୍ୟାକାଣ୍ଡ, ଦ ମିସାକ୍ରି ଅଫ୍ ଇନୋସେଣ୍ଟ, ନିର୍ଦ୍ଦୋଷ ମାନଙ୍କର ହତ୍ୟାକାଣ୍ଡ। ମାଥ୍ୟୁ ଲିଖିତ ସୁସମାଚାର ତାର 2:13-18 ପଦ ପର୍ଯ୍ୟନ୍ତ ଆମେ ଜାଣୁଛୁ ଏହି ଘଟଣା କ'ଣ ଅଟେ। ତାର 16 ପଦକୁ ଯଦି ଆମେ ଲକ୍ଷ୍ୟ କରିବା, ତେବେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ପ୍ରବଞ୍ଚିତ ହୋଇ ସେ କ୍ରୋଧାନ୍ୱିତ ହୋଇଯାଉଅଛନ୍ତି ଏବଂ ସେ ସୂକ୍ଷ୍ମ ରୂପେ ବୁଝିନେଲା ପରେ 2 ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କୁ, ନ୍ୟୁନ ବୟସ୍କ ଯେତେ ସବୁ ବାଳକ ବେଥଲିହେମରେ ଥିଲେ, ସେ ସମସ୍ତଙ୍କୁ, ସେ ସୀମାସ୍ଥ ଅଞ୍ଚଳର ସମସ୍ତ 2 ବର୍ଷର ତଳସ୍ଥ ଲୋକମାନଙ୍କୁ, ଶିଶୁମାନଙ୍କୁ ସେ ହତ୍ୟା କରୁଅଛନ୍ତି, ମିସାକ୍ରି ହତ୍ୟାକାଣ୍ଡ କରୁଅଛନ୍ତି। ଏହା ଗୋଟିଏ ବଡ଼ ବିପଦ ସୃଷ୍ଟି କରିଥିଲା। ପ୍ରତ୍ୟେକ ଜିହୁଦାବାସୀ ପିତାମାତାମାନେ ସେମାନେ ନିଜର ସନ୍ତତି ପାଇଁ ଆହାକାର ହେଲେ। ଯେତେ ସବୁ ପୁରୁଷ ସନ୍ତାନ ଶିଶୁ 2 ବର୍ଷରୁ ତଳେ ଜିହୁଦାରେ ଥିଲେ, ସେ ସୀମାସ୍ଥିତ ଅଞ୍ଚଳସ୍ଥ ପ୍ରତ୍ୟେକଟି ଲୋକମାନଙ୍କୁ ସେ ହତ୍ୟା କରାଇଲେ, ବିଶେଷ କରି ବେଥଲିହେମର ପ୍ରତ୍ୟେକଟି ଶିଶୁମାନଙ୍କୁ। ଏହା କ'ଣ ଏକ ବିପଦ ବା ସମସ୍ୟାର ଘଟଣାକୁ ଆଲୋକିତ କରୁନାହିଁ କି? ଆମ୍ଭେମାନେ ଜାଣିବା ଆବଶ୍ୟକ ଅଟେ ଯେ ହେରୋଦଙ୍କୁ କେମିତି ଶୟତାନ ନରହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଲା, କ୍ରୋଧାନ୍ୱିତ ହେବା ପାଇଁ ପ୍ରବର୍ତ୍ତାଇଲା। ଏହି ଇନୋସେଣ୍ଟ ଶିଶୁମାନେ, ଏଇ ଯେଉଁ ଶିଶୁମାନେ କି 2 ବର୍ଷରୁ କମ୍ ବୟସ୍କ ଥିଲେ, ଏମାନେ ମୃତ୍ୟୁବରଣ କଲେ। ପରିବାର ନିର୍ଯାତନା, ପ୍ରତ୍ୟେକଟି ପିତାମାତାମାନେ ହାହାକାର କ୍ରନ୍ଦନ କଲେ ଏବଂ ଏହି ବିଷୟଟି ମଧ୍ୟ ଭବିଷ୍ୟବାଣୀ ହୋଇଥିଲା ଯିରିମିୟ 31:15 ପଦରେ, ଯାହା ଉଲ୍ଲେଖ କରାଯାଇଅଛି। ପଞ୍ଚମ ବିଷୟ ହେଉଛି ମିଶରକୁ ପଳାୟନ। ମିଶରକୁ ପଳାୟନ, ଯାହା ଏକ ବଡ଼ ଧରଣର ସମସ୍ୟା ବା ଗୋଟିଏ ପ୍ରୋବ୍ଲେମାଟିକ୍ ଇଭେଣ୍ଟ, ସମସ୍ୟାମୂଳକ ଘଟଣା ଥିଲା। ଆମେ ଜାଣୁଛୁ ମାଥ୍ୟୁ ପୁସ୍ତକ 2:13 ଏବଂ 15ରେ ଉଲ୍ଲେଖ କରାଯାଇଅଛି ଯେ ଶିଶୁ ଯୀଶୁଖ୍ରୀଷ୍ଟ, ତାଙ୍କ ମାତା ମରିୟମ ଏବଂ ଯୋସେଫ, ସେମାନେ ମିଶରକୁ ପଳାୟନ କଲେ। ପ୍ରାୟ 400ରୁ 600 କିଲୋମିଟର ମଧ୍ୟରେ ସେମାନେ ଯାତାୟାତ କଲେ ମିଶରକୁ। ଏତେ ସଙ୍କଟ, ଏତେ ବିପଦ, ଏତେ ସମସ୍ୟା, କଷ୍ଟ ଦେଇ ସେମାନେ ଯାତାୟାତ କରୁଅଛନ୍ତି। ରାତ୍ରି ସମୟରେ ପ୍ରଭୁଙ୍କର ଦୂତ ଦର୍ଶନ ଦେଇ ଯୋସେଫଙ୍କୁ କହିଲେ ଯେ ହେରୋଦ ଶିଶୁଙ୍କୁ ହତ୍ୟା କରିବାକୁ ଯାଉଅଛନ୍ତି, ତୁମେ ମିଶରକୁ ପଳାଅ, ଯେ ପର୍ଯ୍ୟନ୍ତ ଆମେ କହିନାହୁଁ ସେ ପର୍ଯ୍ୟନ୍ତ ସେଇଠାରେ ରୁହ ବୋଲି ଆଜ୍ଞା ଶୁଣିବା ପ୍ରମାଣେ ଯୋସେଫ ସେ ଆପଣା ପରିବାରକୁ ଧରି ମିଶରକୁ ଯାଉଅଛନ୍ତି। ଏହା ଏକ ଅତି ବଡ଼ ସମସ୍ୟା ଅଟେ। ଯିବେ କେମିତି, କେତେ ଦୂର, କେତେ ସମୟ ଚାଲିବେ ସେମାନେ? ପ୍ରାୟ 3-4 ସପ୍ତାହ ଲାଗିଥିଲା ବୋଲି କେତେକ କହନ୍ତି ମିଶରରେ ପହଞ୍ଚିବା ପାଇଁ। ଆଉ କେଉଁ ସାଧନକୁ ସେମାନେ ବ୍ୟବହାର କଲେ ତାହା ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ମିଶରକୁ ଯାଇ କେମିତି କି ପ୍ରକାର ରହିଲେ, ବାଇବେଲ ଆମକୁ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ପ୍ରଦାନ କରିନଥାଏ। ତ ଏହି ପ୍ରକାର ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ଏହି 5ଟି ମୁଖ୍ୟ ଘଟଣା ଏକ ସମସ୍ୟା ଭାବରେ ବା ଏକ ସମସ୍ୟା ଜନିତ ଘଟଣା ବୋଲି ନିଆଯାଇଥାଏ। ତେଣୁ ଆମ୍ଭେମାନେ ଜାଣିବା ଆବଶ୍ୟକ ଅଟେ ଯେ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ ଆଉ ଅନେକ ଆନନ୍ଦର ସମସ୍ତ
ବିଷୟମାନ ଉତ୍ପନ୍ନ ହୋଇଥିଲା। କିନ୍ତୁ ଆମେ ନ ଭୁଲୁ ଯେ ଯୀଶୁଖ୍ରୀଷ୍ଟଙ୍କ ସମୟରେ ସମସ୍ୟାଜନିତ ଘଟଣା ଗୁଡ଼ାକ ମଧ୍ୟ ଉତ୍ପନ୍ନ ହୋଇଥିଲା ପ୍ରାକୃତିକ ଭାବରେ, ଶୟତାନ ଦ୍ୱାରା ବା ଈଶ୍ୱରଙ୍କର ବାକ୍ୟ ସଫଳ ହେବା ନିମନ୍ତେ। ପ୍ରଭୁ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ।